ଦେଖନ୍ତୁ ଆଜି ଗୋଟେ ଖରାପ କମେଣ୍ଟ ଭିଡ଼ିଓକୁ ନେଇ ଆସିଛି ଲୋପାମୁଦ୍ରା ଦାସ। ସିଏ କହିଛି ଏ ବୁଢ଼ୀ ଟିକେ ମଣିଷ ଭଳିଆ କଥା କହ, ନହେଲେ ଆର ପାରିକି ଚାଲିଯିବୁ କଥା କହୁ କହୁ। ଏବେ ମୁଁ ବୁଢ଼ୀ ଭଳିଆ ଦେଖାଯାଉଛି? ହଁ, ମଣିଷ ଭଳିଆ କଥା କହୁନି କ'ଣ ଅମଣିଷିଆ ଭଳିଆ କଥା କହୁଛି? ବେଶୀ ବକ ବକ ହଉନି ହେଲା। କାର ମୁଁ ସନ୍ଧ୍ୟା ଆପଣମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ରିଷି ପାଣିକି ସ୍ୱାଗତ। ଆପଣମାନେ ସବୁ କେମିତି ଅଛନ୍ତି? ମୁଁ ତ ଭଲରେ ଅଛି, ଆପଣମାନେ ସବୁ ଭଲରେ ବୋଲି ଆଶା ବିଶ୍ୱାସ। ଟାଇମ୍ ଆସି ପାଖାପାଖି 5ଟା ପ୍ଲସ୍ ହେଲାଣି। ମୁଁ ଏବେ ଭିଡ଼ିଓ ଷ୍ଟାର୍ଟ କଲି। ଚାଲନ୍ତୁ ଆଉ ଚ୍ୟାନେଲ୍ରେ ଯେଉଁମାନେ ମୋର ନୂଆ ଅଛନ୍ତି ପ୍ଲିଜ୍ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିଦେବେ, ଭଲ ପାଇବା ଦେବେ, ସପୋର୍ଟ କରିବେ। ଚାଲନ୍ତୁ ଷ୍ଟାର୍ଟ କରିବା। ମୁଁ ଲୋପାମୁଦ୍ରା ଦାସ, ମୁଁ ମଣିଷ ଭଳିଆ କଥା ହେଉଛି, ଅମଣିଷିଆ ଭଳିଆ ନାହିଁ। ତୁ ଅମଣିଷିଆ ଭଳିଆ କମେଣ୍ଟ କରୁଛୁ, ବୁଝିପାରିଲୁ? ତୁ ନିଜକୁ ନିଜେ ଆଗ ଟାଇଟ୍ କର, ତାପରେ ମୋତେ ଟାଇଟ୍ କରିବୁ ହେଲା। ଆଉ ଆର ପାରିକି ଚାଲିଯିବୁ, ତୁ କ'ଣ ଆର ପାରିକି ଚାଲିଯିବୁନି କି? ସମସ୍ତେ ଚାଲିଯିବେ, ନିଜର କର୍ମଫଳ ଭୋଗିକିରି ଯିବେ ହେଲା। ତୁ ବେଶୀ ବକ ବକ ହେଉଛୁ, ତୁ ବେଶୀ ବକ ବକ ଅପେକ୍ଷା ପାଟି ଚୁପ୍ କରିବୁ ହେଲା। ବେଶୀ ଖରାପ କମେଣ୍ଟ ଦେଉଛୁ। ତୁ କ'ଣ ଭାବିଛୁ ଆର ପାରିକି ତୁ ଯିବୁନି? ଆର ପାରିକି ଚାଲି, ତୋତେ ଜମ ନ କରି ତୋ ଜମ ଜଲ୍ଦି ନେଇଯିବ ହେଲା। ତୁ ଯେହେତୁ ଖରାପ କମେଣ୍ଟ ଦେଉଛୁ, ମଣିଷ ଭଳିଆ ଅମଣିଷିଆ, ତୁ ଭାରି ମଣିଷ ନାହିଁ, ତୋର ମଣିଷ ପଣିଆ ଅଛି, ତୋର ମଣିଷତ୍ୱ ଅଛି। ତୁ କ'ଣ ପାଇଁ ଭାବିଛୁ? ବେଶୀ ବକ ବକ ହେଉଛୁ, ନିଜକୁ ଠିକ୍ ଆଗ କର, ବୁଝିପାରିଲୁ? ଖରାପ କମେଣ୍ଟ ଦେଉଛୁ, ତୁ ଭାବୁଛୁ ମୁଁ କିଛି କହିବିନି, ଭାରି ଆଉ ଚୁପ ଆଉ ବକ ବକ ହେଉନି। ଯେତିକିରେ ଲୋକ ସେତିକିରେ ରହିବୁ, ଚିହ୍ନିଛୁ କି? ଆଉ ଯେତିକ ସବୁ ଖରାପ କମେଣ୍ଟ ଦେଉଛ, ତମେ ଭାରି ମଣିଷ ପଣିଆ, ତମର ଭାରି ମଣିଷ କ'ଣ ଅଛି? ତମକୁ ଟିକେ ଲାଜ ଶରମ ଲାଗୁନି? ଛି 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 ଛି, ଅଲାଜୁକ ନାହିଁକିରି ଅଲାଜୁକ ଅଢ଼ିଆ କଥା ହେଲେ ଅଲାଜୁକ କ'ଣ କହେ? ସେଇଭଳିଆ ତୁ ଯେଉଁ କହୁଛୁ ଖରାପ କମେଣ୍ଟ ଲେଖୁଛୁ, ତୋତେ ଭାବୁଛୁ ତୋତେ ସମସ୍ତେ ପ୍ରଶଂସା କରୁଛନ୍ତି? କେହି ପ୍ରଶଂସା କରିବେନି। ଯେଉଁମାନେ ଖରାପ କମେଣ୍ଟ ଦେଉଛନ୍ତି, ଯେଉଁମାନେ ଖରାପ ଭାଷା ଦେଉଛନ୍ତି, ସେମାନଙ୍କୁ କେହି କେବେ ପ୍ରଶଂସା କରନ୍ତିନି, ବୁଝିପାରିଲୁ? ତେଣୁକରି ଜଣେ ମଣିଷକୁ ମଣିଷ ଖରାପ କମେଣ୍ଟ କରିବା ପୂର୍ବରୁ 100 ଥର ଭାବିବା କଥା, ମୁଁ କ'ଣ ପାଇଁ ତାକୁ ଖରାପ କମେଣ୍ଟ ଲେଖିବି? ସିଏ ମୋର କ'ଣ ଭୁଲ କଲା? ଆଉ ମଣିଷ ପଣିଆ, ମୁଁ ମଣିଷ ପଣିଆ ଶିଖୁନି, ତୁ ବେଶୀ ମଣିଷ ପଣିଆ ଶିଖୁଛୁ ନା? ବେଶୀ ତୁ ପାଠ ପଢ଼ିଛୁ ନା? ଶିକ୍ଷିତ ମୂର୍ଖ ଯେଉଁମାନେ ଏଇଭଳିଆ କଥାବାର୍ତ୍ତା କରିବେ, ଶିକ୍ଷିତ ଯେଉଁମାନେ କରିବେନି, ବୁଝିପାରିଲୁ? ବେଶୀ ବକ ବକ ହେଉଛି, କଥା କହୁ କହୁ ଚାଲିଯିବୁ। ହଁ, ମୁଁ କଥା କହି କହି ଚାଲିଯିବି, ତୁ ପୁରା ଚାଲିଯିବୁ। ତୁ ବି ଦେଖ ତୋ କଥା ଆଗ ସମ୍ଭାଳେ। ସେ ଉପରବାଲାକୁ ଡର, ମଣିଷକୁ ନ ଡରିଲେ ନାହିଁ। ଉପରବାଲା ସେଇଟା ଅନଉଛି ଯେ, ବୁଝିଲୁ? ଯାହାର ଯାହା ପାପ କର୍ମ ସେ ସବୁ ଦେଖୁଛି ହେଲା। ତୁ ସିନା ମୋତେ କହିଦେଲୁ, ସେ ଉପରବାଲାଙ୍କ ଆଗରେ ତୁ ଚାଲିପାରିଲେ ହେଲା ତ? ସେ ଉପରବାଲାକୁ କହିବୁ, ମୋତେ କହିବୁନି, ମୁଁ ମଣିଷ, ଉପରବାଲା ଭଗବାନ, ତୋତେ ମୁଇଁ ଦଣ୍ଡ ଦେବିନି, ସେ ଉପରବାଲା ଦେବ। ଯେତେବେଳେ ଦେବ ଦଣ୍ଡ ଭଲ କରି ଦେବ, ବୁଝିପାରିଲୁ? କଥା ବେଶୀ କହୁଛି ଲୋପାମୁଦ୍ରା ଦାସ, ସବୁବେଳେ ଖରାପ କମେଣ୍ଟ ଦେଉଛୁ। ତୁ କ'ଣ ପାଇଁ ମୋତେ ଖରାପ କମେଣ୍ଟ ଦେଉଛୁ? ମୁଁ ତୋର କ'ଣ ଭୁଲ କଲି? ନାଇଁ, ମୁଁ ତୋର କ'ଣ ଭୁଲ କଲି ଖରାପ କମେଣ୍ଟ ଦେବାକୁ? ମୁଁ ତୋତେ କହିଥିଲି କି ଖରାପ କମେଣ୍ଟ ଦେ ବୋଲି? ଲୋପାମୁଦ୍ରା ଦାସ, ମଣିଷ ପଣିଆ ମୋର ନାହିଁ। ୟାର ଭାରି ମଣିଷ ପଣିଆ ଅଛି, ୟାର ଭାରି ଇଜ୍ଜତ ଅଛି। ଇଏ ଏତେ ଇଜ୍ଜତ ବାଲା, ମଣିଷ ପଣିଆ ଅଛି ୟାର ବେଶୀ। ବେଶୀ ବକ ବକ ହେଉନି, ଯେତିକିରେ ଲୋକ ସେତିକିରେ ରହିବ ହେଲା। ଖରାପ କମେଣ୍ଟ ଦେବା ପୂର୍ବରୁ 100 ଥର ଭାବିବା ଦରକାର ଯେ ମୁଁ କାହିଁକି ଜଣକୁ ଖରାପ କମେଣ୍ଟ ଦେବି, ସେ ମୋର କ'ଣ ଭୁଲ କଲା? ଭାବିବୁ, ବୁଝିବୁ, ଚିନ୍ତିବୁ, ତାପରେ କଥା କହିବୁ, ବୁଝିପାରିଲୁ? ବେଶୀ ବକ ବକ ହେଉଛି। ତୁ କ'ଣ ଭାବିଛୁ ମୋତେ ଶାନ୍ତ ସରଳ ନିରୀହ? ମୁଁ ଜମା ଶାନ୍ତ ସରଳ ନିରୀହ ନାହିଁ। ମୋତେ ଯିଏ ଜବାବ ଦେବ, ମୁଁ ତା'ର ଜବାବ ନିହାତି ହିଁ ଦେବି। ମୁଁ କାହାକୁ ଛାଡ଼ିବାର ଲୋକ ନାହିଁ। ମୁଁ ତ କାହାକୁ କିଛି କହୁନି, ତୁମେମାନେ ମୋତେ କହିବାକୁ କିଏ? ତୁମମାନଙ୍କୁ ମୁଁ ଟିକେ ଲାଜ ଦେଲେ ତୁମେ କୁହନ୍ତୁ। ଚାଲନ୍ତୁ, ଆଉ ବେଶୀ କହିବିନି। ଆଉ ଚାଲନ୍ତୁ ଭିଡ଼ିଓଟି ଏତିକିରେ ରଖିବା। ଆଉ ମୁଁ ଭୁଲ କହିଛି କି ଠିକ୍ କହିଛି, ପ୍ଲିଜ୍ ସାଙ୍ଗମାନେ ମୋତେ କମେଣ୍ଟ କରିବେ। ଆଉ କାଲିକି ପୁଣି ଆଉ ଗୋଟିଏ ନୂଆ ଭିଡ଼ିଓ ନେଇ ଆପଣମାନଙ୍କ ସାମ୍ନାକୁ ଆସିବି। ରହୁଛି, ନମସ୍କାର, ବାଏ ବାଏ, ଟାଟା।